ଏବେ ପୁଣି ଥରେ ରାଜରାନୀ ମଥାରେ ଦେଲେ ସିନ୍ଦୂର। ହଁ ଦର୍ଶକ ବନ୍ଧୁ, ରାନୀ ପରିବାରର ସମସ୍ତେ ମନ୍ଦିରକୁ ଯାଇଛନ୍ତି। ତାପରେ ପଣ୍ଡିତ ପୂଜା କରିବେ, ସିନ୍ଦୂର ନେଇକି ଆସିବେ। ରାନୀକୁ ପଚାରିବେ, ଆପଣଙ୍କ ସ୍ୱାମୀ କାହାନ୍ତି ମା? ଠିକ୍ ସେତିକିବେଳେ ରିଷଭ କହିବେ, ମୁଁ ଏଇଠି ଅଛି ନନା। ତାପରେ ନନା କହିବେ ରିଷଭକୁ, ନିଅନ୍ତୁ ସିନ୍ଦୂର ପିନ୍ଧେଇ ଦିଅନ୍ତୁ। ତାପରେ ରିଷଭ ନନାଙ୍କଠାରୁ ସିନ୍ଦୂର ଆଣିବେ। ଏହିସବୁ ଦେଖି ରାନୀ କହିବେ, ରିଷଭ ମୋର ସ୍ୱାମୀ ନୁହନ୍ତି। ରିଷଭ ରାନୀର କଥା ନ ଶୁଣି ଜବରଦସ୍ତି ରାନୀ ମଥାରେ ସିନ୍ଦୂର ଲଗେଇବାକୁ ଯାଉଥିବେ। ରାନୀ ରିଷଭର ହାତ ଧରିଦେବେ, କିନ୍ତୁ ରିଷଭ ଶୁଣିବେ ନାହିଁ। ଜବରଦସ୍ତି ସିନ୍ଦୂର ଲଗେଇବାକୁ ଯାଉଥିବେ। ଠିକ୍ ସେତିକିବେଳେ ରାଜ ଆସି ରିଷଭକୁ ଧକ୍କା ମାରିବେ। ତାପରେ ରାଜ ରିଷଭକୁ କହିବେ, ଯଦି ମୋ ସ୍ତ୍ରୀକୁ ସିନ୍ଦୂର ପିନ୍ଧେଇବା ପାଇଁ କେବେ ଚେଷ୍ଟା କରିବୁ, ତାହେଲେ ତୋ ହାତ ମୋଡ଼ି ଭାଙ୍ଗିଦେବି। ତାପରେ ରାଜ ରାନୀଙ୍କଠାରୁ ସିନ୍ଦୂର ଆଣି ରାନୀ ମଥାରେ ସିନ୍ଦୂର ଦେଇଦେବେ। ତାପରେ ସମସ୍ତଙ୍କ ସାମ୍ନାରେ କହିବେ, ରାନୀ ହେଉଛି କେବଳ ମୋ ସ୍ତ୍ରୀ। ରାନୀ ହେଉଛି ମୋର। ଏହିସବୁ ଘର ପରିବାରର ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ଏବେ ଦର୍ଶକ ବନ୍ଧୁ, ତୁ ରାଜା ମୁଁ ରାଣୀ ସିରିଏଲରେ ଦେଖିବାକୁ ପାଇବେ ଯେ ଏବେ ରାନୀ ଆଗକୁ କେଉଁ ପ୍ରକାର ନିଷ୍ପତ୍ତି ନେବେ। ରାଜ ସହିତ ଚାଲିଯିବେ କି ନାହିଁ, କମେଣ୍ଟ ମାଧ୍ୟମରେ ଜଣାଇ ଦିଅନ୍ତୁ, ୟେସ୍ କି ନୋ।